ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଏଏସ୍ଆଇ ପକ୍ଷରୁ କରାଯାଇଥିବା ଜିପିଆର୍ ଜିପିଏସ୍ ସର୍ଭେ ରିପୋର୍ଟ ଶନିବାର ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏଏସ୍ଆଇ ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦ ସ୍ଥିତ ଏନ୍ଜିଆର୍ଆଇ ସହାୟତାରେ କରାଯାଇଥିଲା। ଶ୍ରୀମନ୍ଦିରର ସ୍ଥାୟିତ୍ୱ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ ରହିଛି। ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସ୍ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସୂଚନା ମୁତାବକ 2 ମାସ ପୂର୍ବେ ପ୍ରଥମେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସ୍ୱର୍ଣ୍ଣ ଅଳଙ୍କାର, ଗୁପ୍ତ ସୁଡ଼ଙ୍ଗ ଏବଂ ଅନ୍ୟ ରତ୍ନଭଣ୍ଡାର ସମ୍ପର୍କରେ ଲେଜର ସ୍କାନିଂ କରାଯାଇଥିଲା, କିନ୍ତୁ ରତ୍ନଭଣ୍ଡାର ମଧ୍ୟରେ କୌଣସି ଗୁପ୍ତ ସୁଡ଼ଙ୍ଗ ଏବଂ ଅନ୍ୟ ରତ୍ନଭଣ୍ଡାରର ସନ୍ଧାନ ମିଳିନଥିଲା। ପରବର୍ତ୍ତୀ ଅବସ୍ଥାରେ ଏନ୍ଜିଆର୍ଆଇ ବରିଷ୍ଠ ବୈଜ୍ଞାନିକ ଡକ୍ଟର ଆନନ୍ଦ କୁମାର ପାଣ୍ଡେଙ୍କ ନେତୃତ୍ୱରେ ପୁନର୍ବାର ଜିପିଆର୍ ଜିପିଏସ୍ ସର୍ବେକ୍ଷଣ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରାୟ 3 ଦିନ ଧରି ରତ୍ନଭଣ୍ଡାରର ଭିତର ଏବଂ ବାହାର ପାର୍ଶ୍ୱରେ 3ଟି ଅତ୍ୟାଧୁନିକ ମେସିନ୍ ଏବଂ ବୈଷୟିକ ଟିମ୍ ଜରିଆରେ ସର୍ବେକ୍ଷଣ କରାଯାଇଥିଲା। ଶନିବାର ଏହି ସର୍ବେକ୍ଷଣର ସବିଶେଷ ବିବରଣୀ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି, ରକ୍ଷଣାବେକ୍ଷଣ ଏବଂ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସ୍ଆଇକୁ ଅନୁରୋଧ କରାଯାଇଛି। ଶ୍ରୀମନ୍ଦିରର ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ଏଏସ୍ଆଇକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।